ଏଥିପାଇଁ ଆପଣମାନେ ଆଉ ଏକ ନୂତନ ରାକ୍ଷୀ ଆଣି ନିଜର ଭାଇ ହାତରେ ବାନ୍ଧି ପାରିବେ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଏହା ଧ୍ୟାନ ରଖିବା ଜରୁରୀ ଯେ ଭାଇର ମୁହଁ ଯେପରିକି ଉତ୍ତର ବା ପୂର୍ବ ଦିଗକୁ ରହିବା ଆବଶ୍ୟକ। ଯଦି ଭାଇ ଭଉଣୀଠାରୁ ବୟସରେ ବଡ଼ ତେବେ ରାକ୍ଷୀ ବାନ୍ଧି ସାରିବା ପରେ ଭଉଣୀ ଭାଇକୁ ପ୍ରଣାମ କରିବା ଉଚିତ। ବଜାରରେ ଆପଣଙ୍କୁ ପ୍ଲାଷ୍ଟିକରେ ନିର୍ମିତ ରଙ୍ଗ ବେରଙ୍ଗର ରାକ୍ଷୀ ଦେଖିବା ପାଇଁ ମଧ୍ୟ ମିଳିବ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ପ୍ଲାଷ୍ଟିକକୁ କେତୁଗ୍ରହର ପଦାର୍ଥ ମନାଯାଇଥାଏ ଏବଂ ଏହା ଆପଣଙ୍କୁ ଅପଯଶ ଆଡ଼କୁ ଟାଣି ନେଇଥାଏ। ଏଥିପାଇଁ ରକ୍ଷାବନ୍ଧନ ପର୍ବରେ ଆପଣଙ୍କୁ ପ୍ଲାଷ୍ଟିକର ନିର୍ମିତ ରାକ୍ଷୀ କିଣିବାରୁ ବଞ୍ଚିତ ହେବା ଉଚିତ। ତେଣୁ ଆପଣମାନେ ପ୍ଲାଷ୍ଟିକ ଓ ଲୁହା ନିର୍ମିତ ରାକ୍ଷୀ ବାନ୍ଧନ୍ତୁ ନାହିଁ। ଆପଣ କାଗଜ ବା କପଡ଼ାରେ ନିର୍ମିତ ଏବଂ ଲୁହା ବ୍ୟତୀତ ଅନ୍ୟ ଯେକୌଣସି ଧାତୁ ଯେପରିକି ରୂପା ବା ସୁନା ନିର୍ମିତ ରାକ୍ଷୀ ବାନ୍ଧିପାରିବେ।